ଆମେ ଯେତେବେଳେ ଢାବା ଯାଉ ବା ରେଷ୍ଟୁରାଣ୍ଟ ଯାଉ ସେତେବେଳେ ଆପଣମାନେ ଦେଖିଥିବେ ଗୋଟେ ଭଲ ପ୍ଲେଟ୍ରେ ଲମ୍ବାଳିଆ ପ୍ଲେଟ୍ରେ ଗୋଟିକିଆ ମାଛ ଆସିଥାଏ। ଆଉ ସେ ମାଛ ବେଶରେ ଏକଦମ ଟେଷ୍ଟ ଲାଗେ। ସେଇଟା ଥାଏ ପୋହଳା ମାଛ। ତାର ନା ବହୁତ ସାଇଜ୍ ଅଛି, ମିଡ଼ିୟମଠୁ ଆରମ୍ଭ କରିକି ବଡ଼ଠୁ ଆରମ୍ଭ କରିକି ଛୋଟ ଛୋଟ ପର୍ଯ୍ୟନ୍ତ ନା ବହୁତ ପ୍ରକାର ସାଇଜ୍ରେ ଆପଣଙ୍କୁ ମିଳିଯିବ। ଏଠି ଯେଉଁ ଆପଣମାନେ ପୋହଳା ମାଛ ଦେଖୁଛନ୍ତି ନା, ଏଇଟା ମିଡ଼ିୟମ୍ ସାଇଜ୍ର ମୁଁ ଆଣିଥିଲି। ଆଉ ସବୁଠୁ ଭଲ କଥା ହେଉଛି ସେଇ ଯେଉଁ ଯେ ମାଛ ବିକୁଥିଲେ ସେ ମୋତେ ବାଛିକି ପୁରା ଦେଇଥିଲେ। ତ ବାସ୍ ମୁଁ ତାକୁ କେବଳ ଧୋଇଦେଲି ଆଉ ସେଥିରେ ଟିକେ ନାକୁ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଏସବୁ ପକେଇ ଭଲ ଭାବରେ ଟିକେ ନାକୁ ଗୋଳେଇ ନେଲି। ଏଇ ପୋହଳା ମାଛର ବିଶେଷତ୍ୱ ହେଉଛି ଆର ଝୋଳ ନା ଅଲଗା ମାଛଠୁ ବହୁତ ଡିଫରେଣ୍ଟ ଥାଏ। ଆଉ ଏତେ ଟେଷ୍ଟ ଲାଗେ ଆର ଝୋଳ। ଖାଲି ଝୋଳ ବି ନୁହଁ, ଆର ବାସ୍ନା ବି ବହୁତ ବଢ଼ିଆ ଲାଗେ। ତ ଖାଇବାକୁ ମାନେ ଖୁସି ଲାଗିଥାଏ। ତ ମୁଁ ସେ କଡ଼େଇରେ ଟିକେ ସୋରିଷ ତେଲ ନେଇଗଲି ଆଉ ସୋରିଷ ତେଲକୁ ଚାରିଆଡ଼େ ଏମିତି ବୋଳିଦେଲି। ଯାହାଦ୍ୱାରା କ'ଣ ହେବ, ଆମେ ଯେତେବେଳେ ମାଛ ଭାଜିବା ନା, ତ ଯଦି ମାଛ ଟିକେ ନାକୁ ଏପଟ ସେପଟ ବି ହେଲା, କଡ଼େଇରେ ଅନ୍ୟ ପାର୍ଶ୍ୱରେ ଲାଗିଗଲା, ତ ମାଛ ସେଇଟା ଚିପକି ଯିବନି କି ତାର ଯେଉଁ ମାଂସ ଯେଉଁ ଚମଡ଼ାଟା ନା ଲାଗିଯିବନି, ସେ ଆରାମସେ ଛାଡ଼ିଯିବ। ଟିକେ ନାକୁ ଅଧିକ କ୍ୱାଣ୍ଟିଟିର ତେଲ ନେଇକି, ସୋରିଷ ତେଲ ହଉ କି ରିଫାଇନ୍ ତେଲ ନେଇକି ଏଇ ଯେଉଁ ମାଛଟାକୁ ନା ଆମେ ଟିକେ ନାକୁ କ୍ରିସ୍ପି କରିକି ଭାଜିବା। କ୍ରିସ୍ପି କରିକି କାହିଁ ଭାଜିବା, ଯେହେତୁ ଆମେ ମାନେ ଗ୍ରେଭିରେ ଏଇ ମାଛଟା ପକେଇବା ନା, ତ କ୍ରିସ୍ପି କରିକି ଭାଜିଲେ ଗ୍ରେଭିର ସ୍ୱାଦ ଭଲ ରହି ଆଉ ମାଛ ଭାଙ୍ଗି ନଥାଏ। ଆଉ ଯଦି ଆପଣମାନେ ପଖାଳ ସାଙ୍ଗେ ଖାଇବେ ନା, ଟିକେ ନାକୁ ହାଲକା କୁଡ଼ମୁଡ଼ିଆ ଥିବ, ମାନେ କ୍ରିସ୍ପି ଏତେ ନଥିବ କିନ୍ତୁ ପ୍ରପରଲି ଭଜା ହେଉଥିବ, ସେଇ ୱେରେ ଆପଣମାନେ ଭାଜି ନେବେ। ତ ମୁଁ କିଛିଟା କଡ଼ମଟ କରିକି ଭାଜି ନେଇଥିଲି, ଆଉ କିଛିଟା ଟିକେ ହାଲକା ଭାଜି ନେଇଥିଲି, ଯାହାଦ୍ୱାରା କି ସମସ୍ତେ ଭଜା ଖାଇଥିଲେ। ବାସ୍ ଏବେ ଆମେ ସବୁତକ ମାଛ ଭାଜି ସାରିଲେଣି। ଏବେ ଆମେ କ'ଣ କରିବା, ଆଉ କିଛି ଯେଉଁଟା ବଳକା ମାଛ ଥିଲା ସେସବୁକୁ ସେମିତି ଆମେ ମାନେ ଭାଜି ନେବା। ଯେମିତି ଆଉ ଯଦି ତେଲ କମିଯାଏ, ଟିକେ ନାକୁ ତେଲ ପକେଇକି ପୁଣି ଗରମ କରିକି ମାଛକୁ ସବୁତକ ଭାଜି ନେବେ। ମାଛ ତାର ଭାଜି ହେଉଥାଏ। ଏବେ ଚାଲନ୍ତୁ ଆମେ ପ୍ରସ୍ତୁତ କରିବା ଆମର ଗୋଟେ ମସଲା, ଯେଉଁଟାକି ସୋରିଷ ମସଲା। ସୋରିଷ 2 ଚାମଚ ନେଇଯାଇଥିଲି, ସେଇଥିରେ ଜିରା ନେଇଯାଇଥିଲି, ଆଉ ହଳଦିଆ ସୋରିଷ ଯେଉଁଟା ନିଶ୍ଚିତ ନେବେ, ବଢ଼ିଆ ଲାଗେ। 10-12 କୋଲା ଭଳିଆ ରସୁଣ ନେଇଯାଇଥିଲି, ଫାଳେ ଟମାଟୋ ସେଥିରେ ଆଡ଼୍ କରିଦେଇଥିଲି। ଫାଳେ ଟମାଟୋ ଆଡ଼୍ କରିବା ଦ୍ୱାରା କ'ଣ ହେବ, ଯେଉଁ ମସଲାଟା ନା ଆମେ ଗ୍ରାଇଣ୍ଡିଙ୍ଗ କରିବା ବହୁତ ଚିକ୍କଣ ଭାବରେ ବାଟି ହୋଇଯିବ। ତ ସାଙ୍ଗେ ସାଙ୍ଗେ ହିଁ ଯିଏ ବାଟିବାକୁ ଚାହିଁବ ନା, ରଖିବା ଦରକାର ନାହିଁ, ଚିକ୍କଣ ହେଇକି ବାଟି ହେଇଯିବ। ବନ୍ଧୁମାନେ ଆଉ ଗୋଟେ କଥା କହିବି, ଏଇଠି ତ ଆଳୁଟା ଆମେ ମିଡ଼ିୟମ୍ ସାଇଜ୍ର ନେବା, ନା ହିଁ ବହୁତ ପତଳା ନା ହିଁ ବହୁତ ମୋଟା। ଆଉ ଆପଣମାନେ ସାଇଡ଼୍ରେ ଦେଖୁଥିବେ ସାରୁ ଆପଣଙ୍କ ଇଚ୍ଛା, ଯଦି ପକେଇବାକୁ ଚାହିଁବେ ପକେଇ ପାରିବେ, ପୁରା ଅପସନାଲ୍ କ'ଣ ନହେଲେ ବି ଚଳିବ। କିନ୍ତୁ ମୋ ହଜବେଣ୍ଡଙ୍କର ପ୍ରିୟ ବୋଲି ସାରୁ, ଆଉ ତାଙ୍କ ମାଆ ସବୁବେଳେ ସାରୁ ପକାନ୍ତି ବୋଲି, ତେଣୁକରି ତାଙ୍କୁ ଅଭ୍ୟାସ ହେଇଯାଇଛି। ସେ ମଝିରେ ମଝିରେ କୁହନ୍ତି ଯେ ଟିକେ ମାଛ ଝୋଳରେ ସାରୁ ପକାଇବା ପାଇଁ, ଖାସ୍ କରିକି ଏଇ ମାଛ ଝୋଳରେ। ଯେମିତି ଆପଣମାନେ ଜାଣିଥିବେ ଯେ କଙ୍କଡ଼ାରେ ବି କେମିତି ସାରୁ ସବୁ ପକାନ୍ତି, ତ ଠିକ୍ ସେଇଭଳିଆ। ତ ବେଳେବେଳେ ମୁଁ କ'ଣ କରେ, ତାଙ୍କ ମନ ମୁତାବିକ ଟିକେ ତାଙ୍କ ପସନ୍ଦର ସାରୁ ପକାଇଦିଏ। ବାକି ସାରୁଟା ହେଉଛି ଅପସନାଲ୍। ବାକି ସବୁ ପିଆଜ, ଟମାଟୋ ଏମିତି ସବୁ କାଟିଦେବା। ଟମାଟୋ ଫାଳେ ନେବା ଆଉ ପିଆଜ ଗୋଟେ ନେବା। ତା ପୁଣି ଟିକେ ନାକୁ ମୁଁ ସେଇ ତେଲ, ଯେଉଁ ତେଲରେ ମାଛ ଭାଜିଥିଲି, ସେଇ ତେଲରେ ମୁଁ କ'ଣ କଲି, ଆଉ ଟିକେ ତେଲ ଦେଇକି ଫୁଟଣ ଫୁଟେଇଦେଲି। ତାପରେ ପିଆଜ ଯେଉଁଟା ଗୋଟେ କାଟିକି ରଖିଥିଲି ତାକୁ ପକେଇଦେଲି, ଲଙ୍କା ପକେଇଦେଲି। ଲଙ୍କା ଯଦି ରାଗ ଥିବ, ଟିକେ ନାକୁ ଭାଜି ହେଇଗଲା ପରେ ଲଙ୍କା ଆପଣମାନେ ଚାହିଁଲେ କାଢ଼ି ନେବେ, କାରଣ ଗୋଟେ ଗୋଟେ ଲଙ୍କା ନା ବହୁତ ରାଗ ଆସେ। ତାପରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ରାଗ ଲଙ୍କାଗୁଣ୍ଡ, କାଶ୍ମୀରୀ ଲଙ୍କାଗୁଣ୍ଡ କଲର୍ ପାଇଁ, ଆଉ ଫାଳେ ଟମାଟୋ, ଏସବୁ ପକେଇକି ଭଲ ଭାବରେ ମୁଁ ଭାଜି ନେଇଥିଲି। ଟମାଟୋ ଟିକେ ନରମ ହେଇଗଲା ପରେ ଯେଉଁଟା ଆମେ ବାଟି ରଖିଥିଲେ ବେସର ପାଇଁ, ଯେଉଁଟା ସୋରିଷ ମସଲା, ତାକୁ ବାସ୍ ଟିକେ ନାକୁ ପକାଇଦେବା। ଟିକେ ନାକୁ ପାଣି ଦେଇଦେବା। ସ୍ୱାଦ ଅନୁସାରେ ଆପଣମାନେ ଲୁଣ ଆଗୁଆ ଆଡ଼୍ କରିଦେବେ, ଯାହାଦ୍ୱାରା ମସଲା ଜଲ୍ଦି କଷି ହେଇଯିବ। ଆଉ ସୋରିଷ ମସଲା ବି ବେଶୀ ସମୟ ଲାଗେନି, ଜଲ୍ଦି ସେ କଷି ହିଁ ହେଇଯାଇଥାଏ। ଆଉ ମାତ୍ର 3 ମିନିଟ୍ ଭିତରେ ସୋରିଷ ମସଲା କଷିବାଟା ଠିକ୍। ବେଶୀ ଯଦି କଷା ହେବ, ସେ ଟିକେ ନାକୁ ପିତା ଅଂଶ ପଳେଇ ଆସେ। କିନ୍ତୁ 3 ମିନିଟ୍ ଯାଏଁ କଷିବେ। ତାପରେ ଟିକେ ନାକୁ ଆମ୍ବୁଲ ପକାଇଦେବେ। ଖଟା ଆପଣଙ୍କ ହିସାବରେ ନେବେ। ବହୁତ ସାରା ଯଦି ଯିଏ ଖଟା ଖାଇବାକୁ ପସନ୍ଦ କରନ୍ତିନି, ଅଳ୍ପ ପକାଇବା। ଯିଏ ଟିକେ ନାକୁ ଖଟା ଖାଇବାକୁ ଭଲ ପାଆନ୍ତି, ସେ କ'ଣ କରିବେ, ଆମ୍ବୁଲ ଟିକେ ନାକୁ ଅଧିକ ପକାଇବେ। ତାପରେ ଆମେ ଯେଉଁଟା ଆଳୁ ଆଉ ସାରୁ ଯେଉଁଟା ରଖିଥିଲେ, ତାକୁ ମଧ୍ୟ ପକାଇକି ଆମେମାନେ କଷିବା। ଯଦି ଆପଣଙ୍କ ପାଖରେ ଆମ୍ବୁଲ ନାହିଁ ତ କ'ଣ କରିବେ, ଟମାଟୋ ଟିକେ ବଡ଼ ସାଇଜ୍ର ଟମାଟୋ 2ଟା, ଯଦି ମିଡ଼ିୟମ୍ ସାଇଜ୍ର ଟମାଟୋ ଅଛି ତେବେ 3ଟା ନେଇକି ଆପଣମାନେ ଯେତେବେଳେ ତରକାରୀର ଝୋଳ ପକାଇବେ ନା, ଆଳୁ ସିଝିଗଲା ପରେ ଯେଉଁ ଝୋଳ ପକାଇବେ ନା, ସେଇଥିରେ ମାତ୍ର 5 ମିନିଟ୍ ଫୁଟେଇଦେବେ। ଆମ୍ବୁଲ ଦରକାର ନାହିଁ।
बस ये देखो पूरा कषि हो गला आमर मसलाटा पूरा पानी सुखा हो गला टोटाल भी कड़े लगे यही स्टेज रे आमे मन कौन करवा झोल जी आवश्यक आम से पानी दबा जदि आप जुकजुकिया करने को चाहिए तेणुक कम पानी दे पारे किंतु मुझे पूरा फुल कंसा पानी पूरा नहीं जाइए जेहेतु मु झोल प्रस्तुत करी साइड्रे लगिदेव सबुतक मसला को टिके नाक एमती कोरे नवा जहाँद्वारा कि मसलाटा आमर पोड़ा अंश दबनी ना गरम हवा द्वारा ना से पोड़ी जाए जोटा टी भल लगे तेणुक सबुतक मसला गोले नवा आउ ये ना जो लंका आम नहीं लंका निश्चित पकाया देखो जमा भी राग हेनी कि से भांगी भी बनी किंतु गोटे बढ़िया फ्लेवर दब ये झोलर कंचा लंका 4-5टा पकईदेवा आउ जदि पूरा सीझीगला से लंका गुड़ा को बाहर करनवा तो ये मु 5 मिनिट घोड़े रखी थी आलू पूरा सीझीगला आ सारू जोटा भी आम मैंने पकई ना से भी पूरा प्रॉपर सीझीगला ये स्टेज रे आमे माने कौन करवा जदि आवश्यक हुए टिके नाकु पानी दबा एवं जोटा माछ भाजिकी मु रखी से माछ भजा को आम से ऐड करनवा माछ पकई सारा पर आमे बेसी फुटेबानी 3 ରୁ 4 मिनिट फुटेबा जे पर्यंत से माछ लो टू मीडियम रे जेमती टकटक हेकी फुटुथबा जे पर्यंत से माछटा से झोलर को माने पी जाएनी पूरा सोक कर जाएनी से पर्यंत टिके को फुटेबा 3 ରୁ 4 मिनिट काफी बेसी जदि फुटे से माछ भांगी जीव तो ये 3 मिनिट है पर मुझे काढ़ी नहीं पूरा प्रॉपर माछ हो जाइए माछ पूरा नरम हो जाइए पूरा ठीक हो गलानी एबे आमे कौन करवा प्लेट को काढ़ी नवा टिके नाको लास्ट को धनिया पत्र पकईदेवा बास आमर प्रस्तुत हो गला आमर पोहला माछ तरकारी पोहला माछ तो माछ बहुत भल लगे ता सहित झोल आपण मैंने हाथ चाटी खाइबे भात तो अधिक टिके नाको निश्चित आपणकर टाणी तो हो भात बास एबे आ कौन गरम गरम भात सांगे गरम गरम माछ तरकारी आ संगे जदि आप अरुआ खाते ना आउ तो भात उठीज मस्त लगे खायापी तो आज रेसिपी जदि आपको पसंद आसो निश्चित मो चैनल को लाइक करेंगे आ हाँ हाइप करने को जमारू भी भूलें एमती किसी नुआ नुआ रेसिपी ऑथेंटिक रेसिपी नहीं कि मु पुणी आसबि से पर्यंत मत विदाय दिंतु नमस्कार।